ଲଳିତାର ନୋଥ। ନଗରୀଠୁ ଦୂରବର୍ତ୍ତୀ ସେ ଗ୍ରାମରେ ସେଦିନ ଶ୍ରୀରାମ ଚରିତ ମାନସ ପଢ଼ି ଶୁଣାଉଥିଲେ ସନ୍ଥ କବି ତୁଳସୀ ଦାସ। ମୁଗ୍ଧ ହୋଇ ତାଙ୍କ କବିତା ଓ ବ୍ୟାଖ୍ୟା ଶ୍ରବଣ କରୁଥିଲା ଅନତି କ୍ଷୁଦ୍ର ସମାବେଶ। ସୂର୍ଯ୍ୟ ଅସ୍ତଗଲେ ଗୋସ୍ୱାମୀଙ୍କ ପ୍ରବଚନ ସମାପ୍ତ ହେଲା। ଅଧିକାଂଶ ନରନାରୀ ଗୋସ୍ୱାମୀଙ୍କୁ ପ୍ରଣିପାତ ଜଣାଇ ବିଦାୟ ନେଲେ। ମଣ୍ଡପର ଏକ କୋଣରେ ଠିଆ ହୋଇଥାଏ ଅର୍ଦ୍ଧ ଅବଗୁଣ୍ଠନବତୀ ଯୁବତୀଟିଏ। ମନେ ହେଉଥାଏ ସେ ବି ଗୋସ୍ୱାମୀଙ୍କୁ ଆସି ପ୍ରଣାମ କରିବ, ଅଥଚ ସଂକୋଚ ଯୋଗୁଁ ସେତିକି କରିପାରୁନାହିଁ। ସମସ୍ତେ ଚାଲିଯିବା ସତ୍ତ୍ୱେ ମଣ୍ଡପ ତଳେ ଠିଆ ହୋଇଥିଲେ ଜମିଦାର। ଗୋସ୍ୱାମୀ ତାଙ୍କରି ଘରେ ରାତ୍ରି ଯାପନ କରିବେ। ସୂର୍ଯ୍ୟାସ୍ତ ପରେ ଗୋସ୍ୱାମୀ ସ୍ନାନ କରିବେ, ତତ୍ପରେ ଧ୍ୟାନରେ ବସିବେ, ତତ୍ପରେ ନୈଶ ଆହାର। ଏଠି ବିଳମ୍ବ ହେଲେ ସେସବୁ କାର୍ଯ୍ୟସୂଚୀ ମଧ୍ୟ ବିଳମ୍ବିତ ହେବ। ଗୋସ୍ୱାମୀଙ୍କ ସ୍ୱାସ୍ଥ୍ୟ ସେତେ ଭଲ ନଥିଲା। ଜମିଦାର ଚାହୁଁଥିଲେ ସେ ମହନୀୟ ଅତିଥି ଟିକିଏ ସହଳ ବିଶ୍ରାମ କରନ୍ତୁ। ଆରେ ଝିଅ, ତୁ କ'ଣ ଗୋସ୍ୱାମୀଙ୍କୁ ପ୍ରଣାମ କରିବୁ? ତେବେ ଠିଆ ହୋଇ ରହିଛୁ କାହିଁକି? ଜମିଦାର ଯୁବତୀଟିକୁ ତାଗିଦା କରିଦେଲେ। ସଲଜ ସ୍ମିତ ହସ ଖେଳାଇ ଯୁବତୀଟି ଆସି ଗୋସ୍ୱାମୀଙ୍କୁ ପ୍ରଣାମ କଲା। ତା ମୁଣ୍ଡରେ ହାତ ରଖିଲେ ସନ୍ଥ। ତାପରେ କିନ୍ତୁ ମୁଣ୍ଡ ତୋଳି ଯୁବତୀଟିଏ ହସଟି ପ୍ରସ୍ଫୁଟିତ ରଖି ଗୋସ୍ୱାମୀଙ୍କ ମୁହାଁଆଡ଼େ ଅନାଇ ରହିଥାଏ। ଗୋସ୍ୱାମୀ ସ୍ନେହପୂର୍ଣ୍ଣ ଆଖିରେ ତାକୁ ଅନାଇଲେ। କିଛି କହିବୁ ମା? ସେ ପଚାରିଲେ। ମୋ ନାଁ ଲଳିତା, ମୃଦୁ କଣ୍ଠରେ ଯୁବତୀ ଉତ୍ତର ଦେଲା। ବଡ଼ ଲଳିତ ନାମ, ପବିତ୍ର ନାମ, ମନ୍ତବ୍ୟ ଦେଲେ ସନ୍ଥ। ଝିଅଟି ଆହୁରି ଲାଜେଇ ଗଲା, କିନ୍ତୁ ସେମିତି ଅନାଇଥାଏ। ଆଉ କିଛି କହିବୁ ମା? ନା ନା, ସେମିତି କିଛି ନୁହେଁ। ତେବେ ମୋ ମୁହଁ କେମିତି ଲାଗୁଛି? ଗୋଟିଏ ଉତ୍ତମ ଝିଅର ମୁହଁ ଯେମିତି ହେବା କଥା, ତୋ ମୁହଁ ସେମିତି ମୋ ମା। ନା ନା, ମାନେ ମୋ ନଥଟିକୁ ଦେଖୁଛନ୍ତି? କେମିତି ଲାଗୁଛି? ଓ, ନଥଟି ତ ଭାରି ସୁନ୍ଦର ହୋଇଛି। ସୁନା ପରା? ଖାଲି ସୁନା? ଖାଣ୍ଟି ସୁନା। ଗତକାଲି ସିଏ ମୋ ପାଇଁ ଗଢ଼େଇ ଆଣିଲେ। କ'ଣ ଦରକାର ଥିଲା କହିଲେ? ତେବେ ସୁନ୍ଦର ହୋଇଛି ନୁହେଁ? ଝିଅଟି ମୁହଁ ଥରେ ତଳକୁ କରି ପୁଣି ଆଶାୟୀ ଆଖିରେ ଗୋସ୍ୱାମୀଙ୍କୁ ଅନାଇଲା। ଗୋସ୍ୱାମୀ ବୁଝିଲେ ଗାଁ ଯାକର ସମସ୍ତଙ୍କୁ ସେ ତା ନଥଟି ଦେଖାଇ ସାରିଲାଣି। ସମସ୍ତେ ପ୍ରଶଂସା କରିଥିବେ, ତଥାପି ମନ ପୂରି ନାହିଁ। ନୂଆ ଲୋକଟିଏ ପାଇ ପୁଣି ସେ କିଛି ଉତ୍ସାହଜନକ ମନ୍ତବ୍ୟ ଶୁଣି ଶିହରିତ ହେବାକୁ ଚାହେଁ। ଝିଅ, ନଥଟି ଭାରି ସୁନ୍ଦର ହୋଇଛି। ନଥଟି ତୋ ପାଇଁ ଗଢ଼େଇ ଆଣିବାରୁ ତୁ ତୋ ସ୍ୱାମୀ ପ୍ରତି କୃତଜ୍ଞ। ତୋର ସେଇ ଭାବଟି ତୋ ନଥଠୁ ବି ଅଧିକ ସୁନ୍ଦର। କିନ୍ତୁ ଝିଅ, ଆଉ ଗୋଟାଏ କଥା, ନାକଟି ଥିଲା ବୋଲି ସିନା ନଥଟି ଲଗାଇଲୁ। ନଥ ଗଢ଼େଇଥିବା ତୋ ସ୍ୱାମୀ ପ୍ରତି କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ଏଣିକି ତୋ ନାକଟି ଗଢ଼େଇଥିବା ବିଧାତା ପ୍ରତି ଯଦି କୃତଜ୍ଞ ହୋଇପାରିବୁ, ଦେଖିବୁ ତେଣିକି ତତେ ଆହୁରି କେତେ ବେଶୀ ଆନନ୍ଦ ମିଳୁଛି। ଗୋସ୍ୱାମୀ ପୁନର୍ବାର ଯୁବତୀକୁ ଆଶୀର୍ବାଦ ଦେଇ ମଣ୍ଡପରୁ ଅବତରଣ କଲେ।